प्राय 500 ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେ ମାନେ କମଳ ବଣ୍ଟନ କରିଥିଲେ, ଖାଦ୍ୟ ବଣ୍ଟନ କରିଥିଲେ, ପାଣି ବଣ୍ଟନ କରିଥିଲେ, ଯାହାକି ତାଙ୍କ ପ୍ରତିଷ୍ଠାରେ ଆଜିକି 5 ବର୍ଷ ଧରି ଆସିଛନ୍ତି। ସେ ତାଙ୍କର ଅନୁଷ୍ଠାନ ରଖିଛନ୍ତି, ଲୋକଙ୍କର ସମସ୍ୟାରେ ସବୁବେଳେ ଠିଆ ହେଉଛନ୍ତି। ଆଉ ପ୍ରତ୍ୟେକ ଜାଗାରେ ସେମାନେ ତାଙ୍କର କାମ କରୁଛନ୍ତି। ମନୋଜ କୁମାର ନାୟକ କୋଣାର୍କ ମଣ୍ଡଳ ପ୍ରତିନିଧି ସମାଜସେବୀ। ଆଜି ଆମର ଦୀପା ବାପା ଯୋଉ କିନ୍ନର ମହାସଂଘର ଆଜି ଯୋଉ ପ୍ରୋଗ୍ରାମ କରିଥିଲେ, ମତେ ସେଥିରେ ଆମନ୍ତ୍ରିତ କରିଥିଲେ, ମୁଁ ଏଠି ଆସିଥିଲି। ଏଠି ପ୍ରାୟ 500 ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେ ମାନେ କମଳ ବଣ୍ଟନ କରିଥିଲେ, ଖାଦ୍ୟ ବଣ୍ଟନ କରିଥିଲେ, ପାଣି ବଣ୍ଟନ କରିଥିଲେ, ଯାହାକି ତାଙ୍କ ପ୍ରତିଷ୍ଠାରେ ଆଜିକି 5 ବର୍ଷ ଧରି ଆସିଛନ୍ତି। ସେ ତାଙ୍କର ଅନୁଷ୍ଠାନ ରଖିଛନ୍ତି, ଲୋକଙ୍କର ସମସ୍ୟାରେ ସବୁବେଳେ ଠିଆ ହେଉଛନ୍ତି। ଆଉ ପ୍ରତ୍ୟେକ ଜାଗାରେ ସେମାନେ ତାଙ୍କର କାମ କରୁଛନ୍ତି। ଆଜିର ଏଇ ଯୋଉ ଯୁବପିଢି ମାନଙ୍କୁ ତାଙ୍କୁ ଜଣେଇ ଦଉଛନ୍ତି ଯେ ଆଗାମୀ ଦିନରେ ବି ଆପଣ ମାନେ ଆମ ଭଳିଆ ସୋସିଆଲ କରନ୍ତୁ, ଲୋକଙ୍କୁ ସାହାଯ୍ୟ କରନ୍ତୁ, ଯୋଉମାନେ ନିରୀହ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତୁ, କମଳ ବଣ୍ଟନ କରନ୍ତୁ। ସେମାନେ ଆଗକୁ ବି ଦୀପା ବାପା କହିଲେ ଯେ ଆଗକୁ ମୁଁ ବୃଦ୍ଧାଶ୍ରମ ସମାଜରେ ବି ସାହାଯ୍ୟ କରିବି। ଆଉ ପ୍ରତ୍ୟେକ କ୍ଷେତ୍ରରେ ମୁଁ ଜାଣିଛି ଆଜିକି 5 ବର୍ଷ ହେଲାଣି ମୁଁ ତାଙ୍କ ସହିତ ଜଡିତ ଅଛି। ସେମାନେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ଜାଗାରେ ବି ଏମିତି କମଳ ବଣ୍ଟନ କରୁଛନ୍ତି। କାହାର ବି ଅସୁବିଧା ହେଲେ ସେମାନେ ସାହାଯ୍ୟ କରୁଛନ୍ତି, ତାଙ୍କ ପାଖରେ ଯାଇକି ପହଞ୍ଚୁଛନ୍ତି। ମୁଁ ସେଥିପାଇଁକା ଦୀପା ବାପାଙ୍କୁ ଧନ୍ୟବାଦ ଅର୍ପଣ କରିବି। ଆଉ ଆଗାମୀ ଦିନରେ ଦୀପା ବାପାଙ୍କ ସହିତ ରହିବି, ଆଉ ଅଛି ମଧ୍ୟ ରହିବି ମଧ୍ୟ, ଆଗକୁ ତାଙ୍କ ସହିତ ରହିକିରି କାମ କରିବି। ଆଜ୍ଞା ନମସ୍କାର, ମୁଁ କୋଣାର୍କ ଚିହ୍ନ ସଂଘର ସଭାପତି ଦୀପା କିନା। ଆଉ ସବୁ ବର୍ଷ ପରେ ଆଜି ଏ ବର୍ଷ ଆମ କୋଣାର୍କ ଚିହ୍ନ ସଂଘ ତରଫରୁ ଆଉ ବୃଦ୍ଧା ଅସହାୟ ଲୋକଙ୍କୁ ଆଜି ଆମେ କମଳ ବଣ୍ଟନ କଲୁ। କେତେ କମଳ ବାଣ୍ଟିଛନ୍ତି? ଆଗାମୀ ଦିନରେ କଣ କଣ ବ୍ୟବସ୍ଥା ଆମ ରହିବ? 13ଟି ୱାର୍ଡ ନେଇକି ଆଜି କମଳ ବଣ୍ଟା ହେଇଥିଲା। ଆଉ କୁରୁଜଙ୍ଗ ପଞ୍ଚାୟତ ଆଉ ଜୁଣେଇରୁ କିଛି ସମସ୍ତେ ଆସିଥିଲେ, ଆସିକି 200 ରୁ ଉର୍ଦ୍ଧ୍ୱ କମଳ ବାଣ୍ଟିଛୁ। ଆଗାମୀ ଦିନରେ ବୃଦ୍ଧାଶ୍ରମ ଆଉ ଅନାଥ ଅସହାୟକୁ ମୁଁ ସାହାଯ୍ୟ କରିବି ବୋଲି ମୋର ଇଏ ଅଛି। ଆଉ ମାନବ ସେବା ହିଁ ମାଧବଙ୍କ ସଦାବେଳେ କର୍ମ କର, କିନ୍ତୁ ଫଳ ଭଗବାନ ହିଁ ଦେବେ। ଜଣେ ସଙ୍ଗୀତ କଳାକାର ଏବଂ ଜଣେ ଫିଜିକାଲ ହାଣ୍ଡିକ୍ୟାପ ଲୋକ। ଆଉ ପୂଜ୍ୟପାଦ ମୋର ଦୀପା ମା ମତେ ଯେଭଳି 4-5 ବର୍ଷ ଭିତରେ ଯେଭଳି କରିଛନ୍ତି, ତାଙ୍କର ଅମ୍ଳାନ ପ୍ରତିଭା ଯୁଗେ ଯୁଗେ ସ୍ମରଣୀୟ। ସବୁବେଳେ 10, 20, 50 ଆଜି ଯୋଉ କମଳ ଦେଇଛନ୍ତି ଜଣେ ବିଭିନ୍ନ ଭାଷାହୀନ ଏମିତି ବାହାରେ ରହୁଛି, ହେଲା କିଛି କହିବା କଥା ନାହିଁ। ରାଜ୍ୟ ସରକାର ଜାଣିଛନ୍ତି, କିନ୍ତୁ ଏ ଯୋଉ କୋଣାର୍କରେ ଯେଭଳି ପରିବେଶ ଭିତରେ କୋଣାର୍କର ସ୍ନେହ ଶ୍ରଦ୍ଧା ଆନ୍ତରିକତା ଏକ ମାର ପୁଅ ଭଳି ଏଭଳିକା ଏଇ ପରିବେଶ ଇଏ ଅଣାଇ। ଆଉ ଦୀପା ମାଙ୍କର ତାଙ୍କ ସମସ୍ତଙ୍କର ବହୁତ ମଙ୍ଗଳ ହଉ। ଏମିତି ଅବହେଳିତ ଏବଂ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଲୋକ ଶୀତ ଦିନେ ଯୋଉ ଭଳି ବସ୍ତ୍ର ଲାଳନ କରିଛନ୍ତି, ତାଙ୍କ ଚରଣ ତଳେ ମୋର କୋଟି କୋଟି ପ୍ରଣାମ।